ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆଗକୁ ଆସୁଛି ଗୁରୁବାର ତୃତୀୟ ପାଳି ମାଣବସା ଗୁରୁବାର। ପ୍ରତ୍ୟେକ ଗୃହିଣୀମାନେ ଶ୍ରଦ୍ଧାର ସହିତ ପାଳନ କରିଥାନ୍ତି। ମା ଲକ୍ଷ୍ମୀଙ୍କୁ ପୂଜା କରିବାକୁ ସମସ୍ତେ ଭଲ ପାଆନ୍ତି। ଚଳିତ ବର୍ଷ 5 ପାଳି ଗୁରୁବାର ପଡ଼ୁଛି। ପ୍ରଥମ ପାଳି ନଭେମ୍ବର 6 ତାରିଖ ଅଲଗି ପାଳି। ଅଲଗି ପାଳିରେ ମୁରୁଜ ଝୋଟି ପକାଯାଇଥାଏ। କାରଣ ମହାଲକ୍ଷ୍ମୀ ପଢ଼ୁଆଁ ହୋଇନଥାନ୍ତି। ନୂଆ ଚାଉଳରେ ପିଠା ହୋଇ ପୂଜା ହେଲା ପରେ ଅଷ୍ଟମୀ ପରଦିନ 13 ତାରିଖରେ ଶୁକ୍ଳ ଧାନରେ ବେଣ୍ଟି ତିଆରି କରାଯାଏ। ନୂଆ ଧାନ ମାଣରେ ଦିଆଯାଏ। ନୂଆ ଚାଉଳ ବତୁରାଇ ବାଟି ଚିତା ପକାଯାଇଥାଏ। ଯେଉଁମାନେ ପ୍ରଥମ ପାଳିରୁ ମାଣ ବସାଇଥାନ୍ତି 20 ତାରିଖରେ ତୃତୀୟ ପାଳି ପଡ଼ୁଛି। ସେଦିନ ଅମାବାସ୍ୟା ପଡ଼ୁଛି। କେହି କେହି କୁହନ୍ତି ଅମାବାସ୍ୟା ସଂକ୍ରାନ୍ତିରେ ମାଣ ବସିବ ନାହିଁ। କିନ୍ତୁ ମାର୍ଗଶିର ମାସରେ ପ୍ରତ୍ୟେକ ଗୁରୁବାରରେ ମାଣ ବସାଯାଇ ପାରିବ। ମାଆଙ୍କୁ ଯେପରି ପୂଜା କରିବା କଥା କରିବେ। ଯେଉଁମାନେ ବାହାରେ ଅଛନ୍ତି, ଯାହାର ଧାନ ମାଣ ନାହିଁ, ସେମାନେ ମାଆଙ୍କର ଫଟୋ ରଖି ପୂଜା କରିପାରିବେ। ଚିତା ପକାଇବେ। 3 ଥର ଭୋଗ କରିବେ। ସକାଳେ ବାଳଭୋଗ, ମଧ୍ୟାହ୍ନରେ ଶଙ୍କୁଡ଼ି ଭୋଗ, ସନ୍ଧ୍ୟାବେଳେ ପଣା ଦେଇ ଭୋଗ ଲଗାଇବା ପରେ ଘରର ସନ୍ଧ୍ୟା ଦେବେ। ଯେଉଁମାନେ ପ୍ରଥମ ପାଳିରେ ବସାଇଥିବେ ସେମିତି ବସିବା କଥା, କିନ୍ତୁ କିଛି ସୁବିଧା ଅସୁବିଧା ପାଇଁ ମାଣ ଉଠାଇଥାନ୍ତି। ତୃତୀୟ ପାଳି ନଭେମ୍ବର 20 ତାରିଖରେ ପଡ଼ୁଛି। ସେହିଦିନ ଅମାବାସ୍ୟା ପଡ଼ୁଛି, କିନ୍ତୁ ମାଣ ବସି ପାରିବ। ପୂର୍ବରୁ ତ ମେଣ୍ଟି ବନାଯାଇଥାଏ। ଯେଉଁମାନେ ତୃତୀୟ ପାଳିରେ ପ୍ରଥମେ ମାଣ ବସାଇବେ ସେମାନେ ସୋମବାରଠାରୁ ମାଣ ପେଡ଼ି ଧୋଇ ରଖିବେ। ମାଆଙ୍କର ସମସ୍ତ ବସ୍ତ୍ର କପଡ଼ା ଧୋଇ ରଖିବେ। ମାଆଙ୍କର ସମସ୍ତ ବାସନ ପୂର୍ବ ଦିନରୁ ଧୋଇ ରଖିବେ। ସବୁ ସରଞ୍ଜାମ ଆଣି ପୂର୍ବ ଦିନରୁ ରଖିବେ। ଦୁବ, ବରକୋଳି ପତ୍ର, ଆମ୍ବ ଡାଳ, ଫୁଲ, ଗେଣ୍ଡୁ ଫୁଲ, ପଦ୍ମ ଫୁଲ। ଯେଉଁଠି ମାଆଙ୍କୁ ବସାଇବେ ବୁଧବାର ଦିନଠାରୁ ଗୋବର ପାଣିରେ ଧୁଆ ପୋଛା କରିଦେବେ। ମାଆଙ୍କ ଖଟୁଲିକୁ ମଧ୍ୟ ଧୋଇ ରଖିବେ। ନୂଆ ଚାଉଳକୁ ବତୁରାଇ ଚିତା ପକାଇବେ। ପ୍ରଥମେ ଖଟୁଲି ଓ ଠାକୁରଙ୍କ ଘରେ ପକାଇବେ। ତାପରେ ଘରର ସମସ୍ତ ଏରୁଣ୍ଡି ମୁହଁରେ ଲକ୍ଷ୍ମୀପାଦ ପଦ୍ମ କାଟିବେ। ଘରର ବାହାରେ ଚିତା ପକାଇବେ। ତୃତୀୟ ପାଳିରେ ମାଆଙ୍କ ପାଖରେ ଦହି ଭାତ ଭୋଗ ହୋଇଥାଏ। ତା ସହିତ ଖେଚୁଡ଼ି, ଡାଲମା, ଶାଗ, ପୁରୀ, କ୍ଷୀରି, ସୁଜି କାକରା କରି ଭୋଗ ଲଗାଯାଇଥାଏ। ତୃତୀୟ ପାଳିରେ ଯେପରି ମାଣ ବସାଇଥିଲେ ତୃତୀୟ ପାଳିରେ ସେହିପରି ମାଣ ବସାଇବେ। କେହି ଗୋଟିଏ ପାଳିରେ ମାଣ ବସାଇ ସମସ୍ତ ପ୍ରକାର ପିଠା ମିଠା ବିଭିନ୍ନ ପ୍ରକାରର ବ୍ୟଞ୍ଜନ ବନାଇ ମାଆଙ୍କ ପାଖରେ ପୂଜା କରିଥାନ୍ତି। ସନ୍ଧ୍ୟା ସମୟରେ ମଣ୍ଡା ପିଠା କରି ଭୋଗ ଲଗାଇ ମାଆଙ୍କୁ ଉଠାଇଥାନ୍ତି। କାରଣ କାଳେ ମୂତକ ଛୁତକ ହୋଇଯିବ, ସେଇଥିପାଇଁ ସେମାନେ କରି ଉଠେଇ ଦେଇଥାନ୍ତି। ଗୁରୁବାର ଦିନ ବଡ଼ି ଭୋରୁ ମାନେ 4ଟା ରାତିରୁ ଉଠି ନିଜର ନିତ୍ୟକର୍ମ ସାରି ପୂଜା ଆରମ୍ଭ କରିବେ। ପୂର୍ବ ଦିନରୁ ଝୋଟି ପକାଯାଇଥାଏ। ଝୋଟି ଛାଡ଼ି ଝାଡ଼ୁ ମାରିବେ। ତାପରେ ଗଙ୍ଗା ପାଣି ଚାରିଆଡ଼େ ଛିଞ୍ଚି ଦେବେ। ପ୍ରଥମେ ଚିତା ଉପରେ ଖଟୁଲି ରଖିବେ। ଖଟୁଲି ଉପରେ ନାଲି କପଡ଼ା ବିଛାଇବେ। ତା ଉପରେ ଶୁକ୍ଳ ଧାନ ପକାଇବେ। ଧାନ ଉପରେ ମାଣ ରଖିବେ। ମାଣରେ ଶୁକ୍ଳ ଧାନ ଭରିବେ। ହଳଦୀ ପାଣିରେ 3ଟି ଗୁଆ 3ଟି କଉଡ଼ିକୁ ଧୋଇ ଧାନ ମାଣ ଉପରେ ରଖିବେ। ହଳଦୀ ଖଣ୍ଡ ମଧ୍ୟ ମାଣ ଉପରେ ରଖିବେ। ତା ଉପରେ ମାଣ ଉପରେ ଧାନ ମେଣ୍ଟି ରଖିବେ। ମାଆଙ୍କ ପ୍ରତିମାକୁ ହଳଦୀ ପାଣିରେ ସ୍ନାନ କରି ରଖିବେ। ହାତୀ 2ଟିକୁ ମଧ୍ୟ 2 କଡ଼ରେ ରଖିବେ। ଆଖୁ, ମୂଳା, ଅଁଳା ଡାଳ ରଖିବେ। ଖଟୁଲି ପାଖରେ କଦଳୀ ମଧ୍ୟ ରଖିବେ। ମାଆଙ୍କ ପ୍ରତିମାରେ ଚନ୍ଦନ ସିନ୍ଦୁର ଦେବେ। ହାତୀକୁ ମଧ୍ୟ ଚନ୍ଦନ ସିନ୍ଦୁର ଦେବେ। ମାଣରେ ଗୁଆ କଉଡ଼ିରେ ସିନ୍ଦୁର ଚନ୍ଦନ ଲଗାଇବେ। ତା ଉପରେ ନାଲି ରଙ୍ଗର ଓଢ଼ଣୀ ଦେବେ। ଗେଣ୍ଡୁ ମାଳରେ ଦେବେ। ଗେଣ୍ଡୁ ଫୁଲରେ ପୁରା ଖଟୁଲିକୁ ସଜାଇ ଦେବେ। ମାଆଙ୍କୁ ପଦ୍ମ ଫୁଲ ଦେବେ। ମାଆଙ୍କର ପଦ୍ମ ଫୁଲ ବହୁତ ପ୍ରିୟ। ଦୁର୍ଲଭା ମଧ୍ୟ ମାଆଙ୍କର ଅତି ପ୍ରିୟ। ଦୁର୍ଲଭା ଦେବେ। ମାଆଙ୍କର ଡାହାଣ ପଟେ କଳସ ବସାଇବେ। କଳସ ତଳେ ଧାନ ହେଲେ ନହେଲେ ଚାଉଳ ଦେବେ। 5 ପତ୍ର ନହେଲେ 7 ପତ୍ର ଥିବା ଆମ୍ବ ଡାଳ ଦେବେ। କଳସରେ ଗୁଆ, ପଇସା, କଉଡ଼ି, ହଳଦୀ ପକାଇବେ। କଳସ ଉପରେ ପଇଡ଼ ଦେବେ। ନହେଲେ ଯେକୌଣସି ଫଳ ଦେଲେ ମଧ୍ୟ ଚଳିବ। କଳସ ଉପରେ ନାଲି କପଡ଼ା ନହେଲେ କରିଆ ପକାଇବେ। କଳସରେ ଚନ୍ଦନ ସିନ୍ଦୁର ଲଗାଇବେ। ଦୀପ ଧୂପରେ ପ୍ରଥମେ କଳସକୁ ବନ୍ଦାପନା କରିବେ। ତାପରେ ମାଆଙ୍କୁ ବନ୍ଦାପନା କରି ଆଳତି କରିବେ। ଯେଉଁମାନଙ୍କ ଘରେ ଧାନ ମାଣ ନାହିଁ ସେମାନେ ଖଟୁଲିରେ ଫଟୋ ରଖି ଏହିପରି ପୂଜା କରି ପାରିବେ। ତାପରେ ନୈବେଦ୍ୟ ଅର୍ପଣ କରିବେ। ଲକ୍ଷ୍ମୀଙ୍କ ପାଖରେ ପିଠା ପଣା ଓ ଫଳ ଭୋଗ କରାଯାଇଥାଏ। ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା କରି ଲକ୍ଷ୍ମୀଙ୍କ ପାଖରେ ଭୋଗ ଲାଗି କରାଯାଇଥାଏ। ମହାଲକ୍ଷ୍ମୀଙ୍କୁ ଦୀପ ଧୂପ ନୈବେଦ୍ୟ ସହ ବାଳଭୋଗରେ ଛେନା, ନଡ଼ିଆ, ଗୁଡ଼, କଦଳୀ ଚକଟି ଭୋଗ ହୋଇଥାଏ। ମାଆଙ୍କ ପାଖରେ 3 ଧୂପରେ ଭୋଗ ଲାଗି କରାଯାଏ। ସକାଳ ଧୂପକୁ ବାଳଭୋଗ କୁହାଯାଏ। ମଧ୍ୟାହ୍ନ ଭୋଗରେ ଶଙ୍କୁଡ଼ି ଭୋଗ ଲାଗି କରାଯାଏ। ମଧ୍ୟାହ୍ନ ଭୋଗ ପରେ ମାଆଙ୍କ ପାଖରେ ଲକ୍ଷ୍ମୀ ପୁରାଣ ପଢ଼ିବେ। ଏହି ଭୋଗକୁ ପ୍ରତ୍ୟେକ ସଦସ୍ୟ
ଖାଆନ୍ତି। ମାଙ୍କ ଭୋଗକୁ ପରିବାର ଛଡ଼ା ଅନ୍ୟ କାହାରିକୁ ଦିଅନ୍ତି ନାହିଁ। ଏପରିକି ବିବାହିତ ହୋଇଥିବା ଝିଅକୁ ମଧ୍ୟ ଭୋଗ ଦିଆଯିବ ନାହିଁ। ସୂର୍ଯ୍ୟ ବୁଡ଼ିବା ପୂର୍ବରୁ ଆଉ ଥରେ ସନ୍ଧ୍ୟାରେ ଧୂପ ଦିଆଯାଇ ମାଙ୍କୁ ଭୋଗ ଲାଗି କରାଯାଏ। କାହା କାହା ଘରେ ପୁରା 4-5 ପାଳି ମାଣ ବସି ରହିଥାନ୍ତି। କାହା କାହା ଘରେ ମାଙ୍କୁ ସନ୍ଧ୍ୟା ପରେ ମାଙ୍କୁ ଉଠାଇଥାନ୍ତି। ଯେଉଁମାନେ ଗୋଟେ ପାଳି କରନ୍ତି ସବୁ ପ୍ରକାରର ପିଠାପଣା କରି ସେମାନେ ସନ୍ଧ୍ୟା ଧୂପରେ ମଣ୍ଡା ଭୋଗ କରି ଉଜାଇ ପୁରା ମାଙ୍କୁ ଉଠାଇଥାନ୍ତି। ଏହିପରି ପୂଜା ଘରେ କରିବେ। ନମସ୍କାର। ଜୟ ଜଗନ୍ନାଥ। ଭୁଲ ଥିଲେ କ୍ଷମା କରିବେ।